ମାନେ ଆମେ ପଢ଼ିଥିଲେ ଦୁଇଟା କାରଣ ପଢ଼ିଥିଲେ ରୁଷ ବିପ୍ଳବର। ଦୁଇଟା କାରଣ କ'ଣ କ'ଣ ଥିଲା? ଯେ ଗୋଟେ କାରଣ ଥିଲା ଆମର କ'ଣ ସ୍ୱେଚ୍ଛାଚାରୀ ଶାସନ, ଆଉ ଗୋଟେ ସାମାଜିକ ବୈଷମ୍ୟ। ନିଜ ଇଚ୍ଛାରେ ଶାସନ କରିବା, କେମିତି ସବୁ କେଉଁ ରାଜା ସବୁ ନିଜ ଇଚ୍ଛାରେ ଶାସନ କରୁଥିଲେ। ସେକେଣ୍ଡ ହେଇଥିଲା ସାମାଜିକ ବୈଷମ୍ୟ। ସାମାଜିକ ବୈଷମ୍ୟର ଅର୍ଥ କ'ଣ? ଧନିକ ଶ୍ରେଣୀର ଲୋକ, ଗରିବ ଶ୍ରେଣୀର ଲୋକ, ଏମିତି ଦୁଇ ପ୍ରକାର ଦୁଇ ଗୋଷ୍ଠୀର ଲୋକ ରହୁଥିଲେ। ବୁଝିପାରିଲୁ? ତାପରେ ଆମେ ଦେଖିବା ଅର୍ଥନୈତିକ ଅସମାନତା, ଯେ ସେମାନଙ୍କ ମଧ୍ୟରେ ଅର୍ଥନୈତିକ ଅସମାନତା କ'ଣ ଥିଲା ଯେଉଁଥିପାଇଁ ରୁଷ ଦେଶରେ ବିପ୍ଳବ ସଂଗଠିତ ହେବାରେ ଲାଗିଲା ବା ବିପ୍ଳବ ହୋଇଥିଲା ବୋଲି ତୁମେ ଜାଣିବ। ଦେଖିବା, ପଢ଼ିବା ହେଲା। ଅର୍ଥନୈତିକ ମାନେ କ'ଣ? ପଇସାରେ। ତୁମ ପାଖରେ ଯଦି ଥିବ 1000 ଟଙ୍କା, ମୋ ପାଖରେ ଟଙ୍କାଟେ, ମୁଁ ତୁମକୁ ମାଗିବି, ଏ ପିଲା ଦିଅରେ ଚକୋଲେଟ୍ ଗୋଟେ ଖାଇବି ଦିଅରେ। ବୁଝିଲ? ଅର୍ଥନୈତିକ ଅସମାନତା। ଯଦି ତୁମେ ମୋତେ ନଦେଲ, ମୁଁ ତୁମ ଉପରେ ରାଗିବି, ପିଲାମାନେ ମୋତେ ଦେଲେନି ଚକୋଲେଟ୍ ଗୋଟେ ଖାଇବା ପାଇଁ। ବା ତୁମେ ମୋ ଆଗରେ ଖାଉଥିବ ମାନେ କ'ଣ ଡେୟାରି ମିଲ୍କ ସିଲ୍କ ବାଲା ଚକୋଲେଟ୍ ଖାଉଥିବ, ଆଉ ମୁଁ ତୁମ ଆଗରେ ଗୋଟେ ମାନେ ଛୋଟ ଟଙ୍କାକିଆ ଚକୋଲେଟ୍ ପଲ୍ସ ଚକୋଲେଟ୍ ଖାଉଥିବି। ମୋତେ ଖରାପ ଲାଗୁଥିବ, ମୁଁ ସେଠି ରହିବିନି, ବିପ୍ଳବ କରିବି। ସେମିତି ପ୍ରକାର କଥାବାର୍ତ୍ତା। ଅର୍ଥନୈତିକ ଅସମାନତା। ଦେଖିବା କ'ଣ? ସାମାଜିକ ବୈଷମ୍ୟ। ବୈଷମ୍ୟର ଅର୍ଥ ଅସମାନତା, ବିଷମତାର ଅର୍ଥ ସମାନ ନୁହଁ। ସମତା, ବିଷମତା। ସମତାର ଅପୋଜିଟ୍ ହେଉଛି ବିଷମତା। ତ ବୈଷମ୍ୟ ମାନେ ଅସମାନତା ହେତୁ ରୁଷବାସୀଙ୍କ ମଧ୍ୟରେ ଅର୍ଥନୈତିକ ଅସମାନତା ଦେଖାଦେଲା। ଏମିତି ଆମେ ପଢ଼ିଥିଲେ କ'ଣ, ଯେଉଁ ଗୋଟେ ଧନିକ ଶ୍ରେଣୀର ଲୋକ, ଗୋଟେ ଶ୍ରେଣୀର ଲୋକ। କେଉଁ ପଏଣ୍ଟରେ? ଏଇ ପଏଣ୍ଟରେ ଯେଉଁ ଦେଖିଲି ସାମାଜିକ ବୈଷମ୍ୟ। ଗୋଟେ ଥିଲାବାଲା ଶ୍ରେଣୀର ଲୋକ, ଆଉ ଗୋଟେ ନଥିଲା ବାଲା ଶ୍ରେଣୀର ଲୋକ। ବୁଝିଲେ? ଯିଏ ଥିଲାବାଲା ଥିଲେ ସେ ଯାହାର ଶାସନକୁ ସପୋର୍ଟ କରୁଥିଲେ, କିନ୍ତୁ ଯାହାର ନଥିଲା ବାଲା ଶ୍ରେଣୀ ସେ ସବୁ କୃଷକ, ଶ୍ରମିକ। ବୁଝିଲ? ଆଉ ଧନିକ ଶ୍ରେଣୀର ଲୋକମାନେ ଅମାନୁଷିକ ବ୍ୟବହାର କରୁଥିଲେ ଗରିବମାନଙ୍କ ଉପରେ। ବୁଝିଲ? ଏମିତି ଜିନିଷ ଥିଲା। ହଉ, ତାପରେ ଆମେ ଦେଖିବା କ'ଣ ଲେଖା ହେଇଛି ଏଥିରେ। ଦେଖ, ସାମାଜିକ ବୈଷମ୍ୟ ହେତୁ ରୁଷବାସୀଙ୍କ ମଧ୍ୟରେ ଅର୍ଥନୈତିକ ଅସମାନତା ଦେଖାଦେଲା। କିଛି ଲୋକ ଅତ୍ୟନ୍ତ ଧନୀ ଓ ବିଭବଶୀଳ ହୋଇଥିବା ବେଳେ ଅଧିକାଂଶ ଲୋକ ଗରିବ ଓ ସର୍ବହରା ହୋଇ ରହିଥିଲେ। ତାଙ୍କ ପାଖରେ କିଛି ନଥିଲା। ଏ ପ୍ରକାର ଅସମାନତା ଶୋଷକ ଓ ଶୋଷିତ ଶ୍ରେଣୀ ସୃଷ୍ଟି କଲା। ଜଣେ ଶୋଷକ, ଶୋଷୀ ହେଉଛନ୍ତି ଯାହାକୁ ଧନିକ ଲୋକ, ଆଉ ଜଣେ ଶୋଷିତ ଯାହାଙ୍କୁ ଶୋଷୁଛନ୍ତି କିନ୍ତୁ ଗରିବ ଶ୍ରେଣୀର ଲୋକ। ସମ୍ଭ୍ରାନ୍ତ ମାନେ ସେଇ ଧନିକ ଲୋକ, ସମ୍ଭ୍ରାନ୍ତ ଲୋକଙ୍କୁ ଧନିକ ଲୋକ ବୋଲି କୁହନ୍ତି। ଓ ପୁଞ୍ଜିବାଦୀମାନେ କୃଷକ ଓ ଶ୍ରମିକମାନଙ୍କୁ ଶୋଷଣ କରି ନିଜେ ବିଳାସ ବ୍ୟସନରେ ମାନେ ବହୁତ ଆରାମଦାୟକ ଜୀବନ ଯାପନ କରୁଥିଲେ। 1861 ମସିହାରେ ଦ୍ୱିତୀୟ ଆଲେକ୍ଜାଣ୍ଡାର କୃଷିଭୃତ୍ୟ ପ୍ରଥା ଥିଲା, ଗୋଟେ କୃଷିଭୃତ୍ୟ ପ୍ରଥା ପଢ଼ିକି ଆସିଲେ, ଯେଉଁଟା ଉଚ୍ଛେଦ କରିଥିଲେ। ସତ୍ତ୍ୱେ କୃଷକମାନଙ୍କ ମାନେ ସେଇ ପ୍ରଥା, ଯେଉଁ କୃଷିଭୃତ୍ୟ ପ୍ରଥା ଉଚ୍ଛେଦ କରିବା ସତ୍ତ୍ୱେ ମଧ୍ୟ କୃଷକମାନଙ୍କର କିଛି ଅର୍ଥନୈତିକ ଅବସ୍ଥାରେ ବିଶେଷ ଉନ୍ନତି ହୋଇଥିଲା। କୃଷିଭୃତ୍ୟ ପ୍ରଥା କ'ଣ ତୁମକୁ ଏଇଠି କହିଥିଲି, ଏଇ ଯେଉଁ ପ୍ରଥମ ଏଥିରେ ଥିଲା କୁଆଡ଼େ ଗଲା ଏଇଠି ଥିଲା ଉତ୍ତମ ଚରିତ୍ର, ଏଇଠି କେଉଁଠି ଥିଲା ପା, ଏଇଠି ଦେଖ, ଏଇଠି ଯେଉଁ ଲେଖା ହେଇଛି, ଦେଖିପାରୁଛ? ଜଣେ ଦେଖିପାରିବ, ଲେଖା କ'ଣ ଲେଖିଛି? ଦ୍ୱିତୀୟ ଆଲେକ୍ଜାଣ୍ଡାର କୃଷିଭୃତ୍ୟ, ଦାସତ୍ୱ ପ୍ରଥା, କୃଷିଭୃତ୍ୟ ମାନେ କାମ କରିବେ, ପଇସା ଦେବେନି, ଉଚ୍ଛେଦ କରିଥିଲେ ବୋଲି ସାଂସ୍କାରିକ ସଂସାର ବିଭିନ୍ନ ଜିନିଷ ଆଣିଥିଲେ। କିନ୍ତୁ ହେବ କ'ଣ? କିଛି ହେବନି। ହେଲା? ଏତେ ସବୁ କରିକି ମଧ୍ୟ କୃଷକମାନଙ୍କ ଜୀବନକୁ ଉନ୍ନତି କରିପାରି ନଥିଲେ। ଦେଖ, ଜଲ୍ଦି ଯାଉନି। ହଉ, ଦେଖ, ତାପରେ ଗଲା ଏଇଟା। ଏଇଠି ଦେଖ, କେତେକ ପ୍ରତ୍ୟକ୍ଷ କର ସହିତ ଜମିବାଦର ଅର୍ଥ ସରକାର ଏଇଠି ଦେବା ଦ୍ୱାରା ସେମାନଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହେଲା। ମାନେ ଯେତେ ଅର୍ଥ ସବୁ ଦେଉଥିଲେ,
ସେମାନଙ୍କ ଆର୍ଥିକ ଦୁର୍ବଳତା, ଚାଷ ଜମିର ଆବଣ୍ଟନ ଠିକ୍ ଭାବରେ ମାନେ ବଣ୍ଟନ ଠିକ୍ ଭାବରେ ନ ହେବାରୁ ସେମାନେ ଭୂମିହୀନ ହେଇଗଲେ। ବୁଝିପାରିଲ? ଏଇଠି ଗୋଟେ ବଢ଼ିଆ ଜିନିଷ ମନେ ରଖ, ସେମାନେ ସର୍ବହରା ବା ପ୍ରଲୟତୀର ଭାବରେ ପରିଚିତ। କାହାକୁ ରେ? ଏମାନଙ୍କୁ ସର୍ବହରା ଲୋକ, ଯେଉଁମାନଙ୍କ କିଛି ନଥାଏ, ଯେଉଁମାନଙ୍କ ପାଖରେ କିଛି ନାହିଁ, ସେମାନଙ୍କୁ ସର୍ବହରା ବା ପ୍ରୋଲିତାରିୟତ ବୋଲି କୁହାଯାଏ। ଏଇଟା ମନେ ରଖିବ, ପରୀକ୍ଷାରେ ବାରମ୍ବାର ପଢ଼େ। ପ୍ରୋଲିତାରିୟତ ସର୍ବହରାଙ୍କୁ କୁହାଯାଏ। ଗରିବ ଶ୍ରେଣୀ ଲୋକ, ତାଙ୍କ ପାଖରେ କିଛି ନଥିଲା, ତାଙ୍କୁ ସର୍ବହରା କୁହାଯାଉଥିଲା, ତାଙ୍କୁ ପ୍ରୋଲିତାରିୟତ ବୋଲି କୁହାଯାଉ। ତାପରେ ଦେଖିବା, ଯାହାର ଇଚ୍ଛା ହେଲେ ନା ଦାସତ୍ୱ ମୋଚନ ରାଜଜ୍ଞ କୃଷକ ଉନ୍ନତି ପାଇଁ କରାଯାଇଥିବା ବ୍ୟବସ୍ଥାରେ ବିଶ୍ଳେଷଣ କୃଷି ଉଚ୍ଚ ଉଚ୍ଛେଦ କରେ। ତାପରେ ଆମେ ଦେଖିବା ଶିଳ୍ପ ବିପ୍ଳବର ପ୍ରଭାବ ପାଇଁ ମଧ୍ୟ ଆମେ ବର୍ତ୍ତମାନ ପଢ଼ୁଛନ୍ତି କ'ଣ ଜାଣିପାରୁଛୁ ତ? ଆମେ ବର୍ତ୍ତମାନ ପଢ଼ୁଛନ୍ତି ରୁଷ ବିପ୍ଳବ କେଉଁ କେଉଁ କାରଣ ପାଇଁ ହେଇଥିଲା। ମନେ ରଖୁଛୁ ସେଇଟା। ଯଦି ମୂଳ କଥା ଭୁଲିଯିବ କ'ଣଟା ପଢ଼ୁଛନ୍ତି, ମାନେ ପାଠ ପଢ଼ି କିଛି ବୁଝିପାରିବନି। ସେଇ କଥାକୁ କନେକ୍ଟ କରୁଥିବ, ଓହୋ ଏଇ କାରଣ ପାଇଁ ରୁଷ ବିପ୍ଳବ ହେଲା, ଓହୋ ଏଇ କାରଣଟା ହେଲା ବୋଲି। ବୁଝୁଛ? ସବୁବେଳେ କନେକ୍ଟ କରୁଥିବ, ନହେଲେ ଏଠି ପଢ଼ୁଥିବ କ'ଣ ପଢ଼ା ହେଉଛି ଜାଣିପାରୁନଥିବ। ପ୍ରଥମେ କ'ଣ କହିଲି, ଦେଖ ଗୋଟେ ବିପ୍ଳବ ହେଲା କାହିଁକି? ରାଜା ମନ ଇଚ୍ଛା ଶାସନ କଲେ, ସ୍ୱେଚ୍ଛାଚାରୀ ଶାସନ କଲେ। ତାପରେ ସେକେଣ୍ଡ ପଏଣ୍ଟ କ'ଣ ପଡ଼ିଲେ? କାରଣରେ ସାମାଜିକ ବିଷମତା, ସମାଜରେ ଗୋଟେ ଧନିକ ଶ୍ରେଣୀ, ଗୋଟେ ଗରିବ ଶ୍ରେଣୀ, ସବୁବେଳେ ଅସମାନତା ଦେଖାଗଲା। ହେଲା, କାହା ପାଖରେ ସବୁ କିଛି ଅଛି, କାହା ପାଖରେ କିଛି ନାହିଁ। ଯାହା ପାଖରେ ସବୁ କିଛି ଅଛି ସିଏ ଯାହାଙ୍କୁ ବା ଯାହାଙ୍କୁ ସପୋର୍ଟ କରୁଛନ୍ତି, ଏମାନଙ୍କୁ ସବୁ ଶୋଷୁଛନ୍ତି। ପୁଣି ଅର୍ଥନୈତିକ ଅସମାନତା, ଏଇଠି ଲେଖିଲେ କୃଷକମାନଙ୍କ ପାଖରେ କିଛି ନାହିଁ, ଧନିକ ଶ୍ରେଣୀ ବା ସମ୍ଭ୍ରାନ୍ତ ଶ୍ରେଣୀର ଲୋକମାନେ ତାଙ୍କୁ ଖାଲି ଶୋଷି ଚାଲିଥିଲେ। ସେଇଥିପାଇଁ ସର୍ବହରା ଲୋକଙ୍କୁ ପ୍ରୋଲେତାରିୟତ କୁହାଯାଏ। ରୁଷ ଭାଷାରେ ପ୍ରୋଲେତାରିୟତ ବୋଲି କୁହାଗଲା। ହେଲା, ଏଇସବୁ ଯେ ରିଜିନ୍। ହଁ, ତାପରେ ଗୋଟେ ରିଜିନ୍ ଆସିଲା, ଶିଳ୍ପ ବିପ୍ଳବ ପାଇଁ ମଧ୍ୟ ରୁଷ ବିପ୍ଳବ ହୋଇଥିଲା। ଶିଳ୍ପ ବିପ୍ଳବ ହେଲା ବୋଲି ରୁଷ ବିପ୍ଳବ ହେଲା ସେମିତି ନୁହଁ, କିନ୍ତୁ ଗୋଟେ ରିଜିନ୍, ଯେଉଁ ଆମେ ପ୍ରଥମ ବିଷୟରେ ସୁଦୂର କାରଣ ପଢ଼ୁଥିଲେ, ଇଏ ବି ସେମିତି ଗୋଟେ ରିଜିନ୍। ବୁଝିପାରୁଛ? ଇଏ ସେମିତି ଗୋଟେ ସୁଦୂର ରିଜିନ୍, ସୁଦୂର କାରଣ। ହେଲା, ତ ଯୁଦ୍ଧ ହେଇନଥିଲା, ଏଠି ବିପ୍ଳବ ଆନ୍ଦୋଳନ। ହେଲା, ଦେଖିବା ଶିଳ୍ପ ବିପ୍ଳବ ପାଇଁ କ'ଣ ସବୁ ଇଏ ପଡ଼ିଲା ଆମେ ଦେଖିବା। ଶିଳ୍ପ ବିପ୍ଳବ ପରିଣାମ ସ୍ୱରୂପ ରୁଷିଆର ପ୍ରାୟ ସମସ୍ତ ସହରରେ ବହୁ ସଂଖ୍ୟାର କଳକାରଖାନା, ନୂତନ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠିତ ହେଲା। ଶ୍ରମିକମାନଙ୍କ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଇଲା। ସ୍ୱଳ୍ପ ମଜୁରୀରେ ସେମାନଙ୍କଠାରୁ ଅଧିକ ଶ୍ରମ ଆଦାୟ କରାଗଲା। ଦେଶର ଉତ୍ପାଦନ ବୃଦ୍ଧି ପାଇଲା। ହେଲା, ଦେଖ କ'ଣ ଲେଖିଲା, ବୁଝିପାରିଲେ ତ? ଏଇଟା ଶିଳ୍ପ ବିପ୍ଳବରେ କ'ଣ ହେଲା ନା, ଶିଳ୍ପ ବିପ୍ଳବ ଯେହେତୁ ହେଲା ନା, ବହୁ ସଂଖ୍ୟାରେ କଳକାରଖାନା ସବୁ ରୁଷିଆରେ ହେଲା, ଯାହାପରେ ଶ୍ରମିକମାନଙ୍କ ସଂଖ୍ୟା ବୃଦ୍ଧି ପାଇଲା, ଶ୍ରମିକମାନେ ପାଇଲେ, କିନ୍ତୁ ଶ୍ରମିକମାନଙ୍କୁ ଏତେ ମଜୁରୀ ଦିଆଗଲା ନାହିଁ। ଶିଳ୍ପ ବିପ୍ଳବ ତ ଅଧିକ ନୂତନ ଯନ୍ତ୍ରପାତି ହେଲା, ସେଥିପାଇଁ କାମ ବଢ଼ିଲା, ଲୋକମାନେ ନିଯୁକ୍ତି ପାଇଲେ। ହେଲେ ନିଯୁକ୍ତି ପାଇଲେ କ'ଣ ହେବ? ହେଲେ ପଇସା ପାଇଲେ ନାହିଁ, ପାରିଶ୍ରମିକ ଦିଆଗଲା ନାହିଁ। ତୁମେମାନେ ପାଠ ପଢ଼ୁଛ, ପରୀକ୍ଷାରେ ଲେଖିବ, ହେଲେ ତୁମକୁ ମାର୍କ ମୁଁ ଦେବି ନାହିଁ। କ'ଣ ତୁମ ଜୀବନରେ କିଛି ଉନ୍ନତି ହେବ? କିଛି ହେବନି। ଆରେ ଭାଇ, ମୁଁ ଲେଖିଲି, କାମ କଲି, ପାଠ ପଢ଼ିଲି, ସବୁ କଲି, ରେଜଲ୍ଟ ଦେଖିଲା ବେଳକୁ 100ରୁ 10। ସେମିତି ଶ୍ରମିକମାନଙ୍କର କଥା। କାମ କରୁଛନ୍ତି, ନିଯୁକ୍ତି ଅଛି, ଚାକିରି ଅଛି, ହେଲେ ପଇସା ନାହିଁ। ହେଲା, ସେମିତି କଥା। ଦେଶର ଉତ୍ପାଦନ ବୃଦ୍ଧି ପାଇଲା, ରୁଷିଆର ଅର୍ଥନୀତି ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ଘଟିଲା, କିନ୍ତୁ ଶ୍ରମିକମାନଙ୍କର ଜୀବନ ଧାରଣରେ କୌଣସି ସବୁ ଲାଭବାନ ହେଉଛନ୍ତି କିଏ? ଧନିକ ଶ୍ରେଣୀର ଲୋକମାନେ। କେତେକ ଶିଳ୍ପ କଳକାରଖାନାରେ ଅଳ୍ପ ସମୟ ମଧ୍ୟରେ ଅଧିକ ଉତ୍ପାଦନ କରିବା ପାଇଁ ନୂତନ ଯନ୍ତ୍ରପାତି ବ୍ୟବହାର ହେଲା। ପୁଣି ସବୁ ଅଧିକ ନୂଆ ଯନ୍ତ୍ରପାତି ହେଲା। ତାପରେ ପୁଣି ଯାହା ତ ଅଳ୍ପ ଦରମା ଦେଉଥିଲେ, ପୁଣି ଅନେକ ଶ୍ରମିକଙ୍କୁ ନୂଆ ଯନ୍ତ୍ରପାତି ଆସିବାରୁ ବାହାର ମଧ୍ୟ କରିଦେଲେ, ଯାହାଫଳରେ ଶ୍ରମିକମାନଙ୍କର ଶୋଚନୀୟ ଅବସ୍ଥା ହେବାରୁ ସେମାନେ ଅଳ୍ପ ପାରିଶ୍ରମିକରେ ଅଧିକ କାମ କରିବା ପାଇଁ ବାଧ୍ୟ ହେଲେ। ହେଲା, ସେମାନେ ମଜୁରୀରେ ପରିବାର ପୋଷଣ ସମ୍ଭବ ନ ହେବାରୁ ସେମାନେ ନିଜ ସ୍ତ୍ରୀ ପିଲାମାନଙ୍କୁ ମଧ୍ୟ ପାରିଶ୍ରମିକ ଭାବେ କାର୍ଯ୍ୟରେ ଲଗାଇଲେ। ପୁଞ୍ଜିପତି ଓ ଶ୍ରମିକମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଖରାପ ହେଲା। ଏଭଳି ପରିସ୍ଥିତିରେ ଶ୍ରମିକମାନେ ନିଜର ସଂଘ ଗଠନ କରି ସେମାନଙ୍କର ସମସ୍ୟା ଓ ତା'ର ସମାଧାନର ପନ୍ଥା ଆଲୋଚନା କଲେ ଏବଂ
ରୁଷିଆର ଶିଳ୍ପ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ନିଷ୍ପତ୍ତି ନେଲେ। ସେଇଥିପାଇଁ ଆନ୍ଦୋଳନଟି ହେଲା। ନିଜ ସଂଗଠିତ ଶ୍ରମିକ ନିଜ ସଂଗଠନ କଲେ। କେମିତି ସମାଧାନ ହେଇପାରିବ? ଗୋଟିଏ ଆନ୍ଦୋଳନ, ବିପ୍ଳବ, ନହେଲେ ପରିବର୍ତ୍ତନର ଇଏ ନାହିଁ। ଏଇ ଯେମିତି ଆମ ଶିକ୍ଷା ବ୍ୟବସ୍ଥାରେ ନିଟ୍ ପରୀକ୍ଷାରେ କୋଶ୍ଚିନ୍ ଲିକ୍ ହେଇଥିଲା। କେତେ ପିଲା ସବୁ ପାଠ ପଢ଼ୁଥିଲେ ନିଟ୍ ପରୀକ୍ଷା ପାଇଁ, ଡାକ୍ତର ହେବା ପାଇଁ, କିନ୍ତୁ କ'ଣ ଏଠି କୋଶ୍ଚିନ୍ ଲିକ୍ କରିଦେଉଛନ୍ତି। କୋଶ୍ଚିନ୍ ନିଜ ଜାଣିଥିବା ଲୋକଙ୍କୁ, ଯେଉଁମାନେ ସବୁ ଶିକ୍ଷାମନ୍ତ୍ରୀ, ଯେଉଁମାନେ ସବୁ ଭଲ ଭଲ ଲୋକ ହେଲା, ଯେଉଁମାନେ ସବୁ ସେଇ ଡିପାର୍ଟମେଣ୍ଟର ଅଛନ୍ତି, ସେମାନେ ପିଲାଙ୍କ କଥା ବୁଝୁନାହାନ୍ତି। ମାନେ ସବୁ କୋଶ୍ଚିନ୍ ସବୁ କାହାକୁ ଦେଇଦେଉଥିଲେ। ସେଥିପାଇଁ କୋଶ୍ଚିନ୍ ସବୁ ବାହାରେ ପ୍ରଘଟ ହେଇଗଲା। ସେଥିପାଇଁ ସବୁ ଛାତ୍ରଛାତ୍ରୀ ଆନ୍ଦୋଳନ କରୁଥିଲେ। ଯାହାଫଳରେ ଆମର ଶିକ୍ଷାମନ୍ତ୍ରୀ ଯେଉଁ ଥିଲେ ଧର୍ମେନ୍ଦ୍ର ପ୍ରଧାନ, ସେ ଇସ୍ତଫା ଦେଲେ। କେମିତି? ଖାଲି ଇସ୍ତଫା ଦେଲେ? ଆନ୍ଦୋଳନ କଲେ ବୋଲି। ସେମିତି କିଛି ଗୋଟେ ପରିବର୍ତ୍ତନ ଆଣିବା ପାଇଁ ହେଲେ ଆନ୍ଦୋଳନ ଆବଶ୍ୟକ। ସେମିତି ରୁଷରେ ପରିବର୍ତ୍ତନ ପାଇଁ ରୁଷରେ ଏଇ ଆନ୍ଦୋଳନ ବା ରୁଷ ବିପ୍ଳବ ମାନେ କ'ଣ ଦାୟୀ ହେଲା। ହଉ, ଏଇ ଦୁଇଟା ପଏଣ୍ଟର ମୋତେ କୋଶ୍ଚିନ୍ କରିକି ପଠାଅ। ସମସ୍ତେ ଟିକେ ପଠାଅ, ପାର୍ଟିସିପେଟ୍ କର, ପଢ଼, ଛାଡ଼ନି, କେଉଁ ସମୟ ନଷ୍ଟ କରନି।